ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାକୁ ପ୍ରସନ୍ନ କରିବା ଲାଗି ଅଧିକ କିଛି ଉପାୟ ଲୋଡ଼ା ହୁଏ ନାହିଁ। ଏମାନେ ବହୁତ ଶୀଘ୍ର ଆଉ ସହଜରେ ପ୍ରସନ୍ନ ହୋଇଥାନ୍ତି। ଯେମିତିକି ଦେବତା, ସଜ୍ଜନ, ପିତାମାତା। ଏମାନେ ସବୁ କେବଳ ଭକ୍ତି ଆଉ ସେବାରେ ଖୁସି ହୋଇଯାଇଥାନ୍ତି। ମଣିଷ ଯେମିତି କର୍ମ କରିବ ସେମିତି ଫଳ ପାଇବ। କର୍ମ ଏବଂ ଫଳକୁ ଆମେ ଅଲଗା କରିପାରିବା ନାହିଁ। କର୍ମ ଏବଂ ଫଳ ପରସ୍ପର ସହିତ ଜଡ଼ିତ। ଆମେ ଭଲ କାମ କଲେ ଭଲ ଫଳ ପାଇବା, ଖରାପ କାମ କଲେ ଖରାପ ଫଳ ପାଇବା। ଆମେ କି ଫଳ ପାଇବା ସେଇଟା ଆମ କର୍ମର ଫଳ ଉପରେ ନିର୍ଭର କରେ। ଜୀବନ ବଞ୍ଚିବାକୁ ହେଲେ ବହୁତ କଷ୍ଟ ସହିବାକୁ ପଡ଼ିଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନାହିଁ। କେବଳ ନୀରବତା ହିଁ ଯଥେଷ୍ଟ। ଯଦି ରାସ୍ତାରେ ଆପଣ ଏକୁଟିଆ ରହିଯାଇଛନ୍ତି, ବୁଝିନିଅନ୍ତୁ ଆପଣ ସଠିକ ରାସ୍ତାରେ ଚାଲିଛନ୍ତି। କାହିଁକି ନା ସତ୍ୟତାର ରାସ୍ତାରେ କେହି ସାଥିରେ ନଥାନ୍ତି। ପ୍ରକୃତ ଜୀବନ ସାଥୀ, ବାସ୍ତବିକ ସେ ହେଉଛି ବନ୍ଧୁ, ଯିଏ ଦରକାର ସମୟରେ ଆମର କାର୍ଯ୍ୟରେ ଆସେ। ଚାଣକ୍ୟ ନୀତି ଅନୁସାରେ ଆତୁରେ ବ୍ୟସନେ ପ୍ରାପ୍ତେ, ଦୁର୍ଭିକ୍ଷେ ଶତ୍ରୁ ସଙ୍କଟେ, ରାଜଦ୍ୱାରେ ଶ୍ମଶାନେ ଚ ଯତିଷ୍ଠତି ସବାନ୍ଧବ। ଅସୁସ୍ଥତା ସମୟରେ, ଦୁଃଖ ଦୁର୍ଦ୍ଦିନ ସମୟରେ, ଖାଦ୍ୟାଭାବ ସମୟରେ, ଶତ୍ରୁଙ୍କ ଦ୍ୱାରା ବିପଦରେ ପଡ଼ିଥିବା ସମୟରେ, ମାଲି ମକଦ୍ଦମା କ୍ଷେତ୍ରରେ ତଥା ମୃତ୍ୟୁ ସମୟରେ ଏବଂ ମଶାଣୀ ଭୂମିରେ ଯେଉଁ ବ୍ୟକ୍ତି ଆମ ସଙ୍ଗେ ରହେ ସେ ହିଁ ପ୍ରକୃତ ବନ୍ଧୁ। ଜୀବନର ସୁଦୀର୍ଘ କଣ୍ଟକିତ ପଥକୁ ଅତିକ୍ରମ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିମିତ୍ତ ଏକ ଜୀବନ ସାଥୀ ବା ବନ୍ଧୁର ନିତାନ୍ତ ଆବଶ୍ୟକତା ରହିଛି। ଉପଯୁକ୍ତ ବନ୍ଧୁଟିଏ ପ୍ରାପ୍ତ ହେଲେ କଣ୍ଟକିତ ପଥ ପୁଷ୍ପମୟ ହୋଇଥାଏ ଓ ଜୀବନ ଜୀଇଁବାର ମଜା ଆସିଥାଏ। ନଚେତ୍ ଜୀବନ ଦୁର୍ବିସହ ହୋଇପଡ଼େ। କଥାରେ ଅଛି, ବନ୍ଧୁହୀନ ଜୀବନ ପତ୍ରବିହୀନ ବୃକ୍ଷ ସଦୃଶ। ଆଜିର ମଣିଷ ସମାଜରେ ଅନେକ ସମ୍ପର୍କର ମୋହରେ ଛନ୍ଦି ହୋଇ ରହିଅଛି। ହେଲେ ପ୍ରକୃତ ବନ୍ଧୁ କିଏ, ସେ କିପରି ହେବା ଉଚିତ, ଏନେଇ ପ୍ରତ୍ୟେକ ବ୍ୟକ୍ତି ଅବଗତ ହେବା ଦରକାର। ଜୟ ଶ୍ରୀ ଜଗନ୍ନାଥ।